ଦେଖନ୍ତୁ ଯେଉଁଟା ମୋ ଭଉଣୀ କହିଲା ସେମାନେ ଯେଉଁ ଲେଟର ଦେଇଥିଲେ ଆମେ ତାଙ୍କୁ ରିକ୍ୱେଷ୍ଟ କରିଛୁ ବାସଭବନରେ ଆସିକି ରେକର୍ଡ ଷ୍ଟେଟମେଣ୍ଟ କରିବୁ। ଆମର ରେକର୍ଡ ଷ୍ଟେଟମେଣ୍ଟ ଆମେ କରିଛୁ ଆଉ ଆମେ ଆଶା କରୁଛୁ କି ସେ ରେକର୍ଡ ଷ୍ଟେଟମେଣ୍ଟ ଉପରେ ସେମାନେ ଭଲ କିନା ଇନଭେଷ୍ଟିଗେସନ କରିବେ। ଆମେ ତ ଲେଟର ରେଡି ରଖିଛୁ, ମୁଖ୍ୟମନ୍ତ୍ରୀ ଯେବେ ଆପଏଣ୍ଟମେଣ୍ଟ ଦେବେ ଆମେ ସେ ଲେଟର ତାଙ୍କୁ ପ୍ରସ୍ତୁତ କରିବୁ, ତାଙ୍କ ସହ ଆଲୋଚନା କରିବୁ କେମିତି ସେ ଆଗକୁ ବଢ଼ିବେ। ଆମେ ମୁଖ୍ୟମନ୍ତ୍ରୀରୁ ଆପଏଣ୍ଟମେଣ୍ଟ ମାଗିଛୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଏଣ୍ଟମେଣ୍ଟ ଦେଲେ ଆମ ସିବିଆଇ ଲେଟର ରେଡି ଅଛି, ଆମେ ତାଙ୍କୁ ଦେବାକୁ ଚାହୁଁଛୁ। ତ ଯେତେ ଶୀଘ୍ର ମୁଖ୍ୟମନ୍ତ୍ରୀ ଆମକୁ ଆପଏଣ୍ଟମେଣ୍ଟ ଦେବେ ଆମେ ସେତେ ଶୀଘ୍ର ସେ ଲେଟରଟା ତାଙ୍କୁ ଦେଇପାରିବୁ। ଦେଖନ୍ତୁ ଫାଷ୍ଟ ସେମାନେ କହିଲେ ଆମେ ସିବିଆଇ ତଦନ୍ତ କରିବୁ, ତାପରେ ଯେତେବେଳେ ଆମେ କହିଦେଲୁ ସିବିଆଇ ତଦନ୍ତ କରିବୁ ତାପରେ ସେମାନେ କହିଲେ ଲେଖିକିନା ଦିଅନ୍ତୁ। ମୋ ନଲେଜ ହିସାବରେ ପରିବାର ଆଡ଼ୁ ଲେଖିକିନା ଦେବା ଦରକାର ନାହିଁ, ତାଙ୍କ ଯଦି ସତେ ଇଣ୍ଟରେଷ୍ଟ ଅଛି ସେମାନେ କରିପାରିବେ। ଲେକିନ ତଥାପି ଯେମିତି ଆଇନ ମନ୍ତ୍ରୀ କହିଲେ ଆଉ ବି ତାଙ୍କର ମନ୍ତ୍ରୀମାନେ କହିଛନ୍ତି ଲେଖିକିନା ଦେବା ପାଇଁ, ଆମେ ଲେଖିକିନା ବି ଦେବାକୁ ରେଡ଼ି ଅଛୁ। ଆମେ ଏବେ ଚାହୁଁଛୁ ସେମାନେ ଯେଉଁ ଆଗରୁ ସେମାନେ କହୁଥିଲେ ସେମାନେ ସିବିଆଇ ତଦନ୍ତକୁ ଦେବେ, ଆମେ ଲେଟର ବି ଦେବାକୁ ରେଡ଼ି ଅଛୁ। ଏବେ ସେମାନେ ଦିଅନ୍ତୁ ଆମେ ଚାହୁଁଛୁ, ତ ଆମ ଲେଟର ରେଡ଼ି ଅଛି, ଯେବେ ମୁଖ୍ୟମନ୍ତ୍ରୀ ଡାକିବେ ଆମେ ତାଙ୍କୁ ଲେଟର